ধর্ম করে কইল না ইষ্টভীতি মধ্য সেই অনুপাতে আপনার পড়িবা দরকার। যদি ইষ্টভীতি ন পড়িবে তাহলে আপনারা কিছু বুঝি পারিবে না তাঙ্কর কথা। ইষ্টভীতি আপনার সামর্থ্য যোগ্য ଯୋଉମାନେ ଦେଖନ୍ତୁ ଏଟା ବଡ଼ କଥା କୋନି ଡାକ୍ତର ଭାଇ ଆପଣଙ୍କ ପାଖରେ ଅଛନ୍ତି ବୋଲି ସେ ଲୋକଟା ମୁଁ ଦେଖିଛି ଭାରତୀୟ ମୁଦ୍ରାର ଏକ ତଳତଳ ଇଷ୍ଟଭୀତି କରିକି 5 ଟଙ୍କା 10 ଟଙ୍କା କରିକି 20 ଟଙ୍କା 50 ଟଙ୍କା ଏବେ 110 ଟଙ୍କା 11 ଟଙ୍କା ଇଷ୍ଟଭୀତି କରନ୍ତି। ଏଟା ତାଙ୍କର ସାମର୍ଥ୍ୟଟା ମୁଁ ସେତିକି ବେଳେ ଲକ୍ଷ୍ୟ କରିଥିଲି ଯେତେବେଳେ ତାଙ୍କ ଦୟନୀୟ ପରିସ୍ଥିତି ଭିତରେ ଯୋଉ ଭଳି ଭାବରେ ନିଷ୍ପେଷିତ ଭାବରେ ଥିଲେ ମୁଁ ସେତେବେଳେ ଚିନ୍ତା କରୁଥିଲି ଡାକ୍ତରଙ୍କର ଏଇ ଯୋଉ ଚିନ୍ତା ଚେତନା ଯୋଉ ପ୍ରକାର ବଳ ଭିତରେ ସେ କେମିତି ମାନେ ଏ ନିଜକୁ ପ୍ରତିଷ୍ଠା କରିବ ଏମିତି ସମସ୍ତଙ୍କୁ ନେଇ ଚାଲିବ ଏ ପରିବାର କେମିତି ମେଣ୍ଟେନ ହବ। କିନ୍ତୁ ଦେଖିଲି ଯେ କରୋନା ପାଖରୁ ତାଙ୍କର ଏଇଭଳି ଭାବରେ ପରିବର୍ତ୍ତନ ହେଇଗଲା ଯାହାକି ସେଇ ସାମର୍ଥ୍ୟ ଯୋଗ୍ୟ ସାମର୍ଥ୍ୟଟା ଏପରି ଭାବରେ ବଢି ଯାଇଛି ସେଟା ମୁଁ ନିଜେ ଅନୁଭବ କରେ। ଯୋଉ ଲୋକ ପାଖରେ ଏଇ ଗାଁର ଲୋକ ଯେମିତି ଗୋଟେ କଥା ଅଛି ଦୀପ ତଳଟା ଅନ୍ଧାର ଏବଂ ଆମର ଗୋଟେ ବଙ୍ଗଳାରେ କହନ୍ତି ଗୁହାଳ ପାଖରେ ଘାସଟା ବଳଦ ଖାଆନ୍ତି ନାହିଁ। ଠିକ୍ ସେଇଭଳି ହୁଏତ ଆମ ଗାଁ ଲୋକ ତାଙ୍କୁ କମ୍ ଚିହ୍ନନ୍ତି କିନ୍ତୁ ମୋ ଜାଣିବାରେ ମୁଁ ତ ବହୁତ ସମୟରେ ବସେ ତାଙ୍କ ପାଖରେ ଦେଖେ ଯେତିକ ଦୂର ଦୂରାନ୍ତର ରୋଗୀମାନେ ଆସି ତାଙ୍କର ପାଖରେ ଭିଡ଼ ଲଗାନ୍ତି। ତାହେଲେ ଇଏ ହଉଛି ସାମର୍ଥ୍ୟଟା ବଢିଲେ ଆପଣ ତାଙ୍କ ପାଇଁ ଅଣାଇ କଲେ ସେ ଷୋଳଟା କୋଉ ବଡେ ପୂରଣ କରିବ ସେ ବାଟଟା ଶିଖିକି ରଖିଛନ୍ତି। ସେଥିପାଇଁ ତାଙ୍କୁ ଦବାକୁ ଶିଖିବାକୁ ପଡିବ। ଆପଣ ନଦେଇ ଯୋଉ ଠାକୁର କହିଲେ ନା ଦିଏ ଯେ ପେଟେ ଯାଏ ଦୁଃଖ ତାର ପିଛେ ଥାଏ। ଆମେ ତାଙ୍କୁ ଦବା ଠାକୁର କହିଲେ ଅଭାବ ଯখন তোর মারবে তখনই দিলে পাবিজ। যেତେବେଳେ ଆପଣଙ୍କ ଅଭାବ ଅନାଟନରେ ସ୍ପେସିତ ହେଇକି ରହିଥିବେ ଯେତେବେଳେ ଦବାର ସାମର୍ଥ୍ୟ ନାହିଁ ଠାକୁର ସେତେବେଳେ କହିଲେ ତୁଇ ତୋ ରକ୍ତ ନିଗେ আমাকে দে। মানে তো রক্ত নিগিয়ে মতে দে সেই অসুবিধা ভিতর দেই মতে দে যে অভাব যখন তোর মারবে তখনই দিলে পাবিজ। যদি আমি সেই অভাব সময়ে যদি আমি তাଙ୍କୁ କିଛି ଦବାର ରକ୍ତ ନିଗିକି ତାହେଲେ ନିଶ୍ଚିତ ଭାବରେ ସେଇ ଦାନଟା ମହାଦାନ ହେଇଯିବ। ଯେତେବେଳେ ଆପଣମାନଙ୍କ ବାକ୍ସରେ ଟଙ୍କା ଗଚ୍ଛିତ ହେଇଛି ମୁଠାଇ ଦେଇଦେଲେ ତାদের କିଛି ଫଳ ହବ ନାହିଁ କାରଣ ସେ ଦବାର କିଛି ଭାବଟା ଆପଣଙ୍କ ଭିତରେ ଗଦେଇବ ନାହିଁ। ଯୋଉମାନେ କିଛି ସାମର୍ଥ୍ୟ ଖର୍ଚ୍ଚ କରିକି ଦେଇଛନ୍ତି ତାଙ୍କର ମଧ୍ୟ ତଦାନୁପାତରେ ସାମର୍ଥ୍ୟ ବଢିଛି। ସେଥିପାଇଁ ଆମେ ଦବାଟା ଏମିତି ଠିକ୍ ଭାବରେ ନିଖୁଣ ଭାବରେ ଏବଂ ସ୍ୱୟଂ ଭାବରେ ଏବଂ ନିର୍ଦ୍ଦିଷ୍ଟ ଟାଇମରେ ତାଙ୍କୁ ନିବେଦନ କରିବା। ସେଥିପାଇଁ ଠାକୁରଙ୍କର ଏଇ ଯୋଉ ବାସ୍ତବ ଜୀବନର କଥା ଯଦି ଆପଣମାନେ ଦେଖିବେ ତାଙ୍କର କଥା କୋଉଠୁ କହିବି କଣ କହିବି ତାଙ୍କର ଚିନ୍ତା ଚେତନା ଏବଂ ଚଳନୀକି ଯଦି ଆପଣ ଦେଖିବେ ସେଥିରେ ଆମର ଯୋଉ ସାଂସାରିକ ଜୀବନର ଯୋଉ ବ୍ୟବସ୍ଥା ଗୋଟିଏ ଘରର ଗୋଟିଏ ନବବଧୂ ଏଭଳି ଭାବରେ ସ୍ୱାମୀ ସ୍ତ୍ରୀ ବାପା ଶାଶୁ ଶ୍ୱଶୁର ମାତ୍ର 4 ଜଣର ସଂସାର। এই 4 ଜଣର ସଂସାର ଭିତରେ ତାଙ୍କ ସଂସାର ଏଭଳି ବ୍ୟତିକ୍ରମ ଯାହାକି ନୂଆ ବହୁ ପ୍ରତି ଏଭଳି ଅତ୍ୟାଚାର ଯାହାକି ଦିନକୁ ଦିନ ଅସହ୍ୟ ହେଇ ଉଠିଲା ଯାହାକି ବହୁତ ବଦଳଟା ସେତେବେଳେ ମରିବା ମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ସେତେବେଳେ ତାର ଏକମାତ୍ର ବିକଳ୍ପ ଯେ ମୁଁ କେମିତି ମରିବା ଆଜି ପାଇଁ ମରିବା ପାଇଁ ବହୁତ ବ୍ୟବସ୍ଥା ବାହାରିଲାଣି କିନ୍ତୁ ସେତେବେଳେ ଟିକେ ମରିବା ପାଇଁ ଟିକେ ବିକଳ୍ପ ବ୍ୟବସ୍ଥା ଟିକେ କମ୍ ଥିଲା। ସେତେବେଳେ ସେ ଚିନ୍ତା କରୁଛି ଘର ପାଖରେ ଟ୍ରେନ୍ ଲାଇନ୍ ଯାଇଛି ସେଟା ଅଭିନବ ଚିନ୍ତା କଲା ଯେ ମୁଁ ଆଜି ଟ୍ରେନ୍ ତଳେ ମୁଣ୍ଡ ଲଗେଇକି ଜୀବନଟା ହାରିଦେବି। এই কথা ভাবিকি সে যাইকি ট্রেন তলে মুন্ড ଦେଇକି ଶୋଇଛି କିନ୍ତୁ ତା ପୂର୍ବରୁ ସେ ପିଲାଟା ବାପ ଘରେ ଯିବା ବେଳେ ଦୀକ୍ଷା ନେଇଥିଲା। ଯେତେବେଳେ ଶୋଇଛି ସେତେବେଳେ ଠାକୁର ସେଇ କଥା କହିଛନ୍ତି ଯୋଉମାନେ ଇଷ୍ଟଭୀତି କରି এই ସଦ୍ନାମ ଯାদের ଭିତରେ আছে তাদের অপমৃত্যু হবে না। এটা বাস্তব কথা যদি আপনারা যদি ঠিক ভাবে মানি বিচারନ୍ତି কিন্তু ঠিক সেটিବେଳେ তার যদি সে ট্রেন লাইনে সে ଯୋଉ ନିର୍ଦ୍ଦିଷ୍ଟ ନଅଟା ଟାଇମରେ ଯୋଉ ଟ୍ରେନଟା ଆସିବା କଥା କୌଣସି କାରଣରୁ ବାତିଲ ହେଇଯାଇଛି ଟ୍ରେନଟା ସେ ନିର୍ଦ୍ଦିଷ୍ଟ ଟାଇମରେ ଆସିନି। ତାପରେ ଆଜି ଟ୍ରେନଟା ଆସିବା କଥା କାହିଁ ଆସିଲାନି ତାର ମধ্যে ସେଠି ଗୋଟେ ମୁଣ୍ଡ ଗଳିକି ଶୋଇଛି ତାର ମধ্যে ବିରକ୍ତ ଲାଗିଲେ ସେତେବେଳେ ତାର ଗୋଟେ ଅନେକ କାନକୁ ଆସୁଛି এই তুই চলে যা এখান থেকে এই সামনে স্টেশন ওইখান থেকে চলে যা ঠাকুরবাড়ি চলে যা এই কথা